ଦିବ୍ୟାଦର୍ଶ ମୁଁ କଳିଙ୍ଗ ଆବାସିକ ବିଦ୍ୟାଳୟ ପଢ଼ୁଥିଲି। ମୁଁ ଦଶମରେ 541 ମାର୍କ ପାସ୍ କରିଛି। କେତେ ଘଣ୍ଟା ପରିଶ୍ରମ କରୁଥିଲ କ'ଣ? ସ୍କୁଲରେ ଆମେ ସକାଳ 7ଟାରୁ ଆସି ରାତି 9ଟା ଯାଏଁ ସ୍କୁଲରେ ପରିଶ୍ରମ କରୁ। ସାର୍ମାନେ ଆମ ପଛରେ ବହୁତ ପରିଶ୍ରମ କରନ୍ତି। ଆଉ ଘରକୁ ଗଲେ ମୁଁ ଘରେ ଏକ୍ସଟ୍ରା 3 ଘଣ୍ଟା ପରିଶ୍ରମ କରେ। ସାର୍ମାନଙ୍କର ବହୁତ ବଡ଼ ହାତ ଅଛି ମୋ ଏଇ ରେଜଲ୍ଟ ପଛରେ। କ'ଣ ଲକ୍ଷ୍ୟ ରଖିଛ ଆଗକୁ? ମୋ ଲକ୍ଷ୍ୟ ଅଛି ଯେ IIT ଇଞ୍ଜିନିୟରିଂ କରିବି। ଏହାପରେ ଲୋକମାନେ କ'ଣ ମେସେଜ୍ ଦେବ ଯେଉଁମାନେ ଆଜି ରେଜଲ୍ଟ ବାହାରିଛି ଆପଣଙ୍କ ସ୍କୁଲର ଯେଉଁ ପିଲାମାନଙ୍କ କ'ଣ ମେସେଜ୍ ଦେବେ? ଯେମିତି ପରିଶ୍ରମ କଲେ ଯେମିତି ପରିଶ୍ରମ କରିବେ ସେମିତି ରେଜଲ୍ଟ ଆସେ। ମନୋଜ ପ୍ରଧାନ, ଚେୟାରମ୍ୟାନ୍, କଳିଙ୍ଗ ଆବାସିକ ବିଦ୍ୟାଳୟ। ଆପଣଙ୍କ ସ୍କୁଲରେ 4 ଜଣ A1 ଆଜି ପାଇଛନ୍ତି, 49 ଜଣ A2 ପାଇଛନ୍ତି। କେମିତି କ'ଣ ରେଜଲ୍ଟ ସବୁ ହେଇଛି କ'ଣ କହିବେ? ଆମର 4 ଜଣ ପିଲା A1 ପାଇଛନ୍ତି, 49 ଜଣ ପିଲା ଆମର A2 ପାଇଛନ୍ତି, ଆଉ 45 ପିଲା ଆମର ପାଇଛନ୍ତି B1 ପାଇଛନ୍ତି। ଆପାତତଃ ରେଜଲ୍ଟ ବହୁତ ଭଲ ହେଇଛି, ସେଥିପାଇଁ ଆମେ ବହୁତ ଖୁସି ମଧ୍ୟ। ଆଉ ପିଲା ବି ବହୁତ ପରିଶ୍ରମ କରିଥିଲେ, ସାର୍ମାନେ ବି ବହୁତ ସପୋର୍ଟ କରିଥିଲେ। ଯାହା ହଉ ଆଜି ରେଜଲ୍ଟଟା ସେଟା ଯେଉଁଟା ହେଇଛି ବହୁତ ଭଲ ହେଇଛି। ପୁଣି ଆଗକୁ ଚେଷ୍ଟା କରିବୁ ଆଉ ଟିକେ ଭଲ କରିବା ପାଇଁ, ପିଲା କେମିତି ଆହୁରି ଭଲ କରିପାରିବେ ତା ପାଇଁ ମଧ୍ୟ ଆମେ ଚେଷ୍ଟା ଜାରି ରଖିବୁ। ଯେଉଁମାନେ A1 ପାଇଛନ୍ତି କେଉଁଠୁ ପିଲା? A1 ଯେଉଁ ପିଲା ଆମର ପାଇଛନ୍ତି, ଆମର ଚାନ୍ଦଳ ପଥରପଡ଼ାରୁ ଜଣେ ଆମର ଦିବ୍ୟ ପାଇଛି, ଆଉ ବାକି ରହିଲା ରାଜନଗରରୁ, ଆଉ ଜଣେ ଆମର ବିଜୟନଗର, ଆଉ ଗୋଟେ ପିଲା ଆମର ସେମିତି ପାଇଛି ମାର୍ଶାଘାଇ। ଏ ପିଲା ଆମର A1 ପାଇଛନ୍ତି।